नमस्कार ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଗତ ରାତି ସାରା ରାଜ୍ୟରେ ବର୍ଷା ରହିବ ବୋଲି ଆଇଏମଡି ସୂଚନା ଦେଇଥିବା ବେଳେ ଆଇଏମଡି ଡିଜି ଅନୁଯାୟୀ ବିଶେଷ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଜାରି ରହିଥିଲା। ବର୍ତ୍ତମାନ ଘଣ୍ଟାକୁ 55ରୁ 67 କିଲୋମିଟର ବେଗରେ ପବନ ବହୁଥିବାର ସୂଚନା ଦେଇଥିବା ବେଳେ ଖାଲୁଆ ଅଞ୍ଚଳ ଜଳମଗ୍ନ ଓ ଭୂସ୍ଖଳନ ଆଶଙ୍କା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ଯିବାକୁ ମନା କରାଯାଇଥିବା ବେଳେ ଗଭୀର ସମୁଦ୍ରରେ ଥିଲେ ନ ଫେରନ୍ତୁ ବୋଲି ସୂଚନା ଦେବା ସହିତ ଆଜି ସକାଳ ସୁଦ୍ଧା ବର୍ଷା ପ୍ରକୋପ କମିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଗତକାଲି ଓ ଆଜି ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ 7 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଉ 16ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଘୋଷଣା କରିଛି। କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା ଡିଏରେ 3% ବୃଦ୍ଧି ଅନୁମୋଦନ କରିଥିବା ବେଳେ ଏହା ମୋଟ ଡିଏ 55%ରୁ 58%କୁ ବୃଦ୍ଧି କରିବ। ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶର ପ୍ରାୟ 11.5 ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ସିଧାସଳଖ ଲାଭ ପାଇବେ। ଜାନୁଆରୀ 2% ଡିଏ ବୃଦ୍ଧି ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ କେନ୍ଦ୍ର ସରକାର ମଧ୍ୟ ମହଙ୍ଗା ଭତ୍ତା 2% କରିଥିଲେ, ସେତେବେଳେ ଡିଏ 53ରୁ 55% ବୃଦ୍ଧି କରାଯାଇଥିଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆପଣଙ୍କ ଆଧାର କାର୍ଡକୁ ଅପଡେଟ୍ କରିବା ଏବେ ଆପଣଙ୍କ ୱାଲେଟ ଉପରେ ବୋଝ ହୋଇପାରେ। ଭାରତୀୟ ଅନ୍ୟାନ୍ୟ ପରିଚୟ ପ୍ରାଧିକରଣ UIDAI ଆଧାରରେ ସମ୍ବନ୍ଧୀୟ ସେବା ପାଇଁ ଶୁଳ୍କ ବୃଦ୍ଧି ଘୋଷଣା ହୋଇଛି। ଏହି ନୂତନ ଶୁଳ୍କ 1 ଅକ୍ଟୋବର 2025ରୁ ଲାଗୁ ହେବ ଏବଂ 30 ସେପ୍ଟେମ୍ବର 2028 ପର୍ଯ୍ୟନ୍ତ ବୈଧ ରହିବ। ପରବର୍ତ୍ତୀ ହାର ଚାର୍ଟ 1 ଅକ୍ଟୋବର 2028ରୁ 30 ସେପ୍ଟେମ୍ବର ରହିବା ବେଳେ 2031 ପର୍ଯ୍ୟନ୍ତ ଏହା ଲାଗୁ ହେବ। UIDAI ପୂର୍ବରୁ ଯେଉଁ ସେବା ପାଇଁ 50 ଟଙ୍କା କିମ୍ବା 100 ଟଙ୍କା ନେଉଥିଲା, ତେବେ ଏହା ଯଥାକ୍ରମେ 75 ଟଙ୍କା ଏବଂ 125 ଟଙ୍କା ହେବ। ଏବଂ କେବଳ ଏତିକି ନୁହେଁ, ପରବର୍ତ୍ତୀ ଚକ୍ର ଆରମ୍ଭ ଅର୍ଥାତ୍ 2028ରୁ ଏହି ହାରଗୁଡ଼ିକ ଆହୁରି ବୃଦ୍ଧି ହେବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭାରତୀୟ ରିଜର୍ଭ ବ୍ୟାଙ୍କ RBI 2000 ଟଙ୍କା ନୋଟ ଉପରେ ଏକ ବଡ଼ ଅପଡେଟ୍ ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ 2000 ଟଙ୍କାର ନୋଟ ପ୍ରଚଳନ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ରିପୋର୍ଟ କରିଛି ଏବଂ 20 ସେପ୍ଟେମ୍ବର 2025 ସୁଦ୍ଧା ଏହି ନୋଟଗୁଡ଼ିକ ମୋଟ ମୂଲ୍ୟ 5,884 କୋଟିରୁ ହ୍ରାସ ପାଇଛି। ମେ 2023ରେ ଯେତେବେଳେ ପ୍ରତ୍ୟାହାର ଘୋଷଣା କରାଯାଇଥିଲା, ସେତେବେଳକୁ ମୂଲ୍ୟ 3.56 ଲକ୍ଷ କୋଟି ଥିଲା ଏବଂ ଏହା ବର୍ତ୍ତମାନ ପରିସ୍ଥିତିରେ ଏକ ବଡ଼ ହ୍ରାସ। ତଥାପି ଏହି ନୋଟଗୁଡ଼ିକ ପ୍ରଚଳନ ପୂର୍ବରୁ ପ୍ରତ୍ୟାହାର କରି ଜାରି କରାଯାଇଥିବା ବେଳେ ତଥାପି 2000 ଟଙ୍କାର ନୋଟ ଏବେ ବି ଅନଲାଇନ୍ ଟେଣ୍ଡର ସ୍ଥିତି ବଜାୟ ରଖିଥିବା ବେଳେ ଏହାର ଅର୍ଥ ହେଉଛି ଏହା ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଇପାରିବ ନାହିଁ, କିନ୍ତୁ ଆପଣ ଏହାକୁ ଋଣ ପରିଶୋଧ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟ ବ୍ୟବହାର କରିପାରିବେ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ତାର ଗ୍ରାହକଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ MAB ଜରିଆରେ ଜରିମାନା ଛାଡ଼ କରିଛି। ଗତ ବୁଧବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଓଭରସିଜ୍ ବ୍ୟାଙ୍କ କହିଛି ଯେ ଏବେଠାରୁ ସଞ୍ଚୟ ଖାତାରେ ସର୍ବନିମ୍ନ ହାରାହାରି ବାଲାନ୍ସ ନ ରଖିଲେ ବି କୌଣସି ଜରିମାନା ଆଦାୟ କରାଯିବ ନାହିଁ। ତଥାପି ବ୍ୟାଙ୍କ ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଯୋଜନା ପାଇଁ ସର୍ବନିମ୍ନ ବାଲାନ୍ସ ଶୁଳ୍କ ଛାଡ଼ କରିଛି। ବର୍ତ୍ତମାନ ଅନ୍ୟ ସମସ୍ତ ସ୍କିମ୍ ଉପରେ କରାଯାଉଛି ଏବଂ ଯାହାର એકમાત્ર ଉଦ୍ଦେଶ୍ୟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଉଭୟ ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଷୟିକ ଆଲୋଚନା ପରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବା ପାଇଁ ଏକ ଚୁକ୍ତି ହୋଇଛି। ବୈଦେଶିକ ମନ୍ତ୍ରଣାଳୟ MEAର ଏକ ବିବୃତ୍ତି ଅନୁଯାୟୀ ଭାରତ ଏବଂ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା 2025 ଅକ୍ଟୋବର ଶେଷ ସୁଦ୍ଧା ପୁନଃ ଆରମ୍ଭ ହେବ। ଶୀତ ଋତୁ ସମୟରେ ସୂଚିତ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତଥାପି ଉଡ଼ାଣ ଆରମ୍ଭ କରିବା ଉଭୟ ଦେଶ ବିମାନ କମ୍ପାନୀ ବାଣିଜ୍ୟ ନିଷ୍ପତ୍ତି ଏବଂ କାର୍ଯ୍ୟକ୍ଷମ ମାନଦଣ୍ଡ ଉପରେ ନିର୍ଭର କରିବ। ସରକାର ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ କେବଳ ଯାତ୍ରୀମାନଙ୍କ ସୁବିଧା ହେବ ନାହିଁ, ବରଂ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ମଧ୍ୟ ବୃଦ୍ଧି ହେବ ଏବଂ କୋଭିଡ୍-19 ମହାମାରୀ ଏବଂ ସୀମା ବିବାଦ ପରେ ଥଣ୍ଡା ପଡ଼ିଥିବା ସମ୍ପର୍କକୁ ଧୀରେ ଧୀରେ ସ୍ୱାଭାବିକ କରିବାରେ ଏହି ବିମାନ ସଂଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଅନୁଗୁଳରେ ମହାବଳ ବାଘ ଆତଙ୍କ। କଙ୍କୁପାଳ ନିକଟରେ ବାଘ ପାଦଚିହ୍ନ ଦେଖିବାକୁ ମିଳିଥିବା ବେଳେ ସୂଚନା ପାଇବା ପରେ ବନବିଭାଗ ସ୍ଥାନୀୟ
ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବାଘପାତ ଚିହ୍ନ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ସହିତ ମହାବଡ଼ ବାଘ ପରି ହୋଇଥିବା ପାଦ ଚିହ୍ନକୁ ସ୍ପଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବାଘକୁ କେହି ଦେଖିନଥିବା ବେଳେ ବନ ବିଭାଗ ଏକ ଟିମ୍ ବାଘକୁ ଖୋଜିବାକୁ ଲାଗି ପଡ଼ିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ। ଆମ 3ଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯାଇଛି। 15 ଜଣିଆ ଟିମ୍ ଘୋଷଣା କଲା ଓଡ଼ିଶା କ୍ରିକେଟ ସଂଘ। ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଲା ଅଧିନାୟକ ଭାର ଏବଂ ଚଳିତ ମାସ 15 ତାରିଖରୁ ଓଡ଼ିଶାରେ ଆରମ୍ଭ କରିବ ରଣଜୀ ଅଭିଯାନ। ଯଦି ଦଳ ଉପରେ ନଜର ପକାଇବା ତେବେ ଟପ୍ ଅର୍ଡରରେ ସୁଶୀଲ ସାମଲ, ଉପ ଅଧିନାୟକ ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପଦାର, ରାଜେଶ ଧୁସାର ଓ ଆଶୀର୍ବାଦ ସ୍ୱାଇଁଙ୍କୁ ୱିକେଟ୍ କିପର ଭାବରେ ଚୟନ କରିଛି ଓସିଏ। ସେହିପରି ତପସ ଦାସ, ସୁନୀଲ ରାଉତ, ରାଜେଶ ମହାନ୍ତି, ବାଦଲ ବିଶ୍ୱାଳ, ସୁମିତ ଶର୍ମା ଅନ୍ୟାନ୍ୟ ପରିରା ଦଳରେ ରହିଥିବା ବେଳେ ଏହି ସିଜିନରେ ଓଡ଼ିଶା ମୋଟ 7ଟି ମ୍ୟାଚ୍ ଖେଳିବ ଓ ପ୍ରଥମ ମ୍ୟାଚରେ ବାରଦା, ଏହାପରେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ବିଦର୍ଭା, ନାଗାଲାଣ୍ଡ, ତାମିଲନାଡୁ ଓ ଝାରସୁଗୁଡ଼ାରୁ ଭେଟିବ ଓଡ଼ିଶା। ତେବେ ବିସିସିଆଇ ଘରୋଇ ସିଜିନରେ ମଧ୍ୟ ରଣଜୀ ଟ୍ରଫି ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଟ୍ରଫି ସବୁ ରାଜ୍ୟ ସଂଘଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା କରାଯାଇଥାଏ ଏବଂ ଓଡ଼ିଶା ଗତ ସିଜିନରେ ନିରାଶାଜନକ ପ୍ରଦର୍ଶନ ପରେ ଦଳକୁ ମଜବୁତ କରିବା ପାଇଁ କଳାହାଣ୍ଡି କପ୍, ଅପିଟିଏଲ୍, ଗୋଚିବାବୁ ଓ ଶ୍ରୀଲଙ୍କା ଗସ୍ତ କରି ମ୍ୟାଚ୍ ଖେଳିଛି ଓଡ଼ିଶା। ଏହାସହ ଅନ୍ୟ କ୍ୟାମ୍ପ ଓ ଅଭ୍ୟାସ ମ୍ୟାଚ୍ ଜରିଆରେ ଟିମ୍ ଗଠନ କରିଛି ଓଡ଼ିଶା। ଏହାସହ ଏହି ଟିମରେ 3ଟି ନୂଆ ମୁହଁକୁ ସ୍ଥାନ ଦେଇଛି ଓସିଏ। ବ୍ୟାକଅପ୍ ଖେଳାଳି ଭାବରେ ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ପ୍ରଶାନ୍ତ ରାଣା, ଶାନ୍ତନୁ ମିଶ୍ର ଏବଂ ସୌରଭ ଗୌଡ଼କୁ ଚୟନ କରିଛି ଓସିଏ ଚୟନ କମିଟି। ତେବେ ଆସନ୍ତା ରଣଜୀ ସିଜନରେ ଓଡ଼ିଶା ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡ଼ିଶା କ୍ରିକେଟ ସଂଘ।